এইଭଳିଆ ଦୃଶ୍ୟ ସବୁ ଦେଖିକି ଆପଣମାନେ ବି କନଫ୍ୟୁଜ୍ ହେଇଯାଉଥିବେ କି ଏଇଟା ଘର ନା ଆଉ କ'ଣ। ତ ହ୍ୟାଲୋ ହାଇ ଗାଇଜ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଆନାଦର ଡେ ଅଫ୍ ମିନି। ତ ଆଜି ହଠାତ୍ ଘରର ଏଇଭଳିଆ ଅବସ୍ଥା ଦେଖି ମୋ ମୁଣ୍ଡ ଖରାପ ହେଇଗଲା। ଭାଇ ଇଏ ଯେଉଁ ଭଳିଆ ଅବସ୍ଥା ହେଇଛି ଆପଣମାନେ ଦେଖୁଥିବେ ତ। ଏଠି ମଣିଷ ତ ଦୂର କଥା, ଜଙ୍ଗଲୀ ଜନ୍ତୁକୁ ବି ଯଦି ରଖିବେ ସେ ପୁରା ଡିଆଁ ମାରିକି ଜଙ୍ଗଲକୁ ପଳେଇଯିବ। ଭାବିବ ଜଙ୍ଗଲଟା ବି ମୋର ୟାଠୁ ବହୁତ ସଫାସୁତୁରା। ତ ସେ ଯାହା ବି ହେଇଯାଉ, ଏତେ ଗହଳି ଭିତରେ, ଏତେ ଅଳିଆ ଭିତରେ ମୁଁ ଏଇଠି କ'ଣ କରୁଛି ଦେଖିପାରୁଥିବେ। ମୋତେ କୁଆଡ଼େ ଗୋଟେ ସାଉଣ୍ଡ ଶୁଭିଲା, ହଠାତ୍ ମୁଁ ଦେଖିଲା ବେଳକୁ ଗୋଟେ କଏନ୍ ପଡ଼ିଥିଲା, ସେ ବି ଟଙ୍କାଟେ ଜଷ୍ଟ। ତ ସେ ଯାହା ବି ହେଉ, ପଇସା ତ ଲକ୍ଷ୍ମୀ ହେଇଥାନ୍ତି, ତାଙ୍କୁ ଗୋଟେକି ମୁଣ୍ଡିଆ ମାରିକି ପକେଟରେ ରଖିଦେଲି। ଦେନ୍ ୟାକୁ ଦେଖିପାରୁଥିବେ କି ଭଳିଆ ଅଳିଆ ଆବର୍ଜନା। ଭାଇ ସାପ ଯେଉଁ ଜାଣିଥିବେ ବୋଡ଼ା ସାପକୁ ବି ଯଦି ୟା ଭିତରେ ରଖିବ ସେ ପୁରା ବସା ଭାଙ୍ଗିକି ଅଧଘଣ୍ଟାରେ ଛାଡ଼ିକି ପଳେଇବ। ସବୁ ଘରର ଅଳିଆ ଝଡ଼ାଝଡ଼ି ସଫାସୁତୁରା ଭିତରେ ମୋତେ ମିଳିଯାଇଥିଲା ମୋର ଗୋଟେ ସ୍ମୃତି। ଦେନ୍ ତାକୁ ଯାହା ବି ଅଳିଆ ଥିଲା ସବୁ ବାହାର କରିକି ଫୋପାଡ଼ି ଦେଇଥିଲି। ତ ତା ଭିତରେ ଗୋଟେ ଗୋଟେ କରି ଚେକ୍ କଲା ଭିତରେ ମୋତେ ଏଇଟା ମୋ ସ୍ମୃତି ମିଳିଗଲା, ଯେଉଁଟାକି ମୋ ଲାଇଫ୍ର ସବୁଠୁ ମେମୋରିଏବଲ୍ ମୋମେଣ୍ଟ ହେଉଛି ମୋ କଲେଜ ଲାଇଫ୍ ମିନିଂ ମୋର ଗ୍ରାଜୁଏସନ୍ ଲାଇଫ୍, +3 3 ବର୍ଷର ଲାଇଫ୍। ସବୁ ଅଳିଆ ଫୋପାଡ଼ି ଦେଲି, ବଟ୍ ତାକୁ ମୁଁ ଆତେଇକି ରଖିଛି ପୁରା ଯତ୍ନର ସହିତ। ଆଜି ପର୍ଯ୍ୟନ୍ତ ରଖିଥିଲି, ଆଜି ବି ରଖି। ସବୁ ଅଳିଆ ସଫାସୁତୁରା କରିସାରିଲା ପରେ ଚାଉଳ ଡ୍ରମ୍ ଖୋଲିଥିଲୁ। ତ ଚାଉଳ ଡ୍ରମ୍ ଖୋଲିକି ଚାଉଳ ଡ୍ରମ୍ର ଅବସ୍ଥା ଦେଖିକି ଭାଇ ମୁଣ୍ଡ ଖରାପ ହେଇଗଲା। ଦେଖିପାରୁଥିବେ ଚାଉଳ ଗୁଡ଼ାକର ଅବସ୍ଥା। ଚାଉଳ ଡ୍ରମ୍ଟା ପୁରା ଫୁଲ୍ ହେଇକି ଆମର ଚାଉଳ ରଖା ହେଇଥିଲା। ପାଖାପାଖି 5 କୁଇଣ୍ଟାଲ ପରେ ତ ନିଶ୍ଚିନ୍ତ ହେବ ଚାଉଳ ତକ, ଏମିତି ଅନ୍ଦାଜରେ ମୁଁ କହୁଛି। ବଟ୍ ଚାଉଳର ଅବସ୍ଥା ଆଉ ଡ୍ରମ୍ର ଅବସ୍ଥା ଆପଣମାନେ ଦେଖିପାରୁଥିବେ କିଭଳିଆ ହେଇଛି। ପୁରା ମାନେ ଚାଉଳ ଭିତରେ ଉଇ ସବୁ ହୁଙ୍କା କରିକି ରଖିଛନ୍ତି। ଭାଇ ଉଇ ଏମିତି ଭାବରେ ଖାଇଛନ୍ତି ଚାଉଳକୁ। ମୁଁ ତ ଆଗରୁ ଜାଣିଥିଲି କାଗଜ, କପଡ଼ା କିମ୍ବା କାଠ ଦେହରେ ଉଇ ଲାଗନ୍ତି, ବଟ୍ ଇଏ ତ ଦସ୍ତାର ଡ୍ରମ୍ ଥିଲା। ତ ୟା ଦେହରେ ବି ଉଇ ପୁରା ଚାଉଳକୁ ହୁଙ୍କା କରିଦେଇଥିଲେ। ତ ଆକୁ ସଫାସୁତୁରା କରିକି ଆଜି ଦିନ